ଯେ ଆପଣ ସେଇ ପିଲା ଯିଏ କି ଗୋଟେ 53 ବର୍ଷର ବୁଢୀ ମାଉସୀଙ୍କୁ ଉଠେଇ ନେଇଯାଇଛନ୍ତି ଆଉ ଫେରାର ଅଛନ୍ତି, ତ ଏ ବିଷୟରେ ଆପଣ କଣ କହିବେ? ହେଲା ଆଜ୍ଞା। ଆମ ବିନା ପରମିଶନ ରେ ଆମ ଫଟୋ ଭିଡିଓ ସେ କାହିଁକି ୟୁଜ କରିଛନ୍ତି? ଆଚ୍ଛା, ତ ଆପଣ ତ ଭାଇରାଲ ହେଇଗଲେ ନା, ତ ଏଇ ଭାଇରାଲ ହେଇକି ଆପଣ କେତେ ଖୁସି ଅଛନ୍ତି ଆଉ କେତେ ଦୁଃଖ କରୁଛନ୍ତି ସେଇଟା କୁହନ୍ତୁ ଫାଷ୍ଟ। ଆଚ୍ଛା ଭାଇ, ସେ ପଇସା ପତ୍ର ସବୁ ରଖିଛ ନା କଣ କଲ? ହଁ, ସେ ପଇସା ସବୁ ରଖିଛି ଆଉ। ଘର କରିଦବ ଆଉ। ଯାହାଙ୍କୁ ଲୋକ ଏବେ କହୁଛନ୍ତି ଯେ ଆପଣ ତାଙ୍କୁ ଉଠେଇ ଆଣିଛନ୍ତି ବୋଲି, ସେ ଆଇମା ବର୍ତ୍ତମାନ କଣ କହୁଛନ୍ତି? ଆପଣଙ୍କୁ ଗାଳି କରୁଥିବେ ନିହାତି। ନିହାତି ଆମ ଫ୍ୟାମିଲି ଭିତରେ ଡିଷ୍ଟର୍ବାନ୍ସ ହେଇ ସାରିଲାଣି। ଆଚ୍ଛା ଭାଇ, ଆପଣ ଗୋଟେ ଆଲବମ କରିଦିଅନ୍ତୁ ଡାଇରେକ୍ଟ କାହା ସହିତ କରିବି? ଆଇମାଙ୍କ ସହିତ। ନା, ଆମେ ତ ଆଉ କରିବୁନି କେବେ। ଆମେ ଲୋକ ତ ଆଉ କେବେ ଭିଡିଓ କରିବୁନୁ। ମାନେ ଲୋକ ବର୍ତ୍ତମାନ ସୋସିଆଲ ମିଡିଆ ସାରା ଘୁରୁ ବୁଲୁଛି ଯେ ଗୋଟେ 23 ବର୍ଷର ପିଲା 53 ବର୍ଷର ବୁଢୀ ମାଉସୀକୁ ଉଠେଇ ନେଇ ଫେରାର ହେଇଯାଇଛି, କିନ୍ତୁ ସେଥିରେ ଜଣେ ଲୋକର ନାଁ ଉଠିଛି ଯେ ଏଇ ଲୋକଟି ଉଠେଇ ନେଇଯାଇଛି, ଯାହାଙ୍କ ନାଁ ହଉଛି କୈବଲ୍ୟ। ଏଇ ପିଲାଟି, ଆଜ୍ଞା, ଲୋକଙ୍କ କହିବା କଥା ଏଇ ପିଲାଟି ସେ ମାଉସୀଙ୍କୁ ଉଠେଇ ନେଇ ଫେରାର ହେଇଯାଇଛି। ତ ବର୍ତ୍ତମାନ ଆମେ ତାଙ୍କୁ କଲ୍ କରିବା ଆଉ ପଚାରି ବୁଝିବା ଏ କଥାଟି କେତେ ଦୂର ସତ, କେତେ ଦୂର ମିଛ, ଆଉ କେତେ ଦୂର ଠିକ ଆଉ ଭୁଲ, ଯୋଉ ଲୋକମାନଙ୍କ ମନରେ ପ୍ରଶ୍ନ ଅଛି। ହ୍ୟାଲୋ। ହଁ, ହ୍ୟାଲୋ। କୈବଲ୍ୟ ସାର୍ କହୁଛନ୍ତି? ଆଜ୍ଞା। ଆଚ୍ଛା, ଆପଣଙ୍କର ବର୍ତ୍ତମାନ ଗୋଟେ ମାନେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହଉଛି, ଆଉ କିଛି ନ୍ୟୁଜ ଚ୍ୟାନେଲ ପକେଇଛନ୍ତି, ଆଉ କିଛି ଲୋକ ମଧ୍ୟ ସେ ଭିଡିଓକୁ ନେଇ କହୁଛନ୍ତି କି ଯେ ଆପଣ ସେଇ ପିଲା ଯିଏ କି ଗୋଟେ 53 ବର୍ଷର ବୁଢୀ ମାଉସୀଙ୍କୁ ଉଠେଇ ନେଇଯାଇଛନ୍ତି ଆଉ ଫେରାର ଅଛନ୍ତି, ତ ଏ ବିଷୟରେ ଆପଣ କଣ କହିବେ? ଏଟା ପୁରା ଫେକ୍, ଏଥିରେ କିଛି ବି ସତ୍ୟତା ନାହିଁ। ଆପଣ ଆଜ୍ଞା। ନ୍ୟୁଜ ଦେଖି ଜାଣିପାରୁଥିବେ ସେଟା ଆମର ଢେଙ୍କାନାଳ ନା ଅନୁଗୁଳ ନ୍ୟୁଜ କଣ ସେଟା ମୁଁ ତ ଠିକ ସେ ଜାଣିନି। ଅନୁଗୁଳ। ଆଉ ଅନୁଗୁଳର ଓଡପଡା ନା କଣ ସେଟା? ଆଜ୍ଞା। ସେ କେସ୍ ଟା ବି କଣ ହେଇଛି ମୁଁ ଠିକ ସେ ଜାଣିନି। ଏଇ ଯୋଉ ପାଗଳ ଲୋକ କେତେ ଅଛନ୍ତି କହୁଛନ୍ତି ଯେ ତାର ଫେସ୍ ମୋ ସହିତ ମିଶୁଛି, କି ସେ ମୋ ଯୋଉ ମୋ ସହିତ ଯୋଉ ମହିଳା ଜଣେ କହିଲେ ଭିଡିଓ କରୁଛନ୍ତି ସେ ହେଲେ ମୋର ଆଇମା। ଆଜ୍ଞା। ତାଙ୍କ ଫେସ୍ ସେ ସ୍ତ୍ରୀ ଲୋକ ସହିତ ମିଶୁଛି, କେତେ ମାନେ କୋଉ ଟାଇପ ର ଲୋକ ସବୁ ଅଛନ୍ତି, କେମିତି ତାଙ୍କ ସହିତ ଆମ ଫେସ୍ ଗୁଡା ସବୁ ମିଶୁଛି। ଆଚ୍ଛା, ଆପଣ ଯୋଉ ବର୍ତ୍ତମାନ ରିଲସ କରୁଛନ୍ତି ସେ ହଉଛନ୍ତି ଆପଣଙ୍କ ଆଇମା। ମୁଁ ଆଇମା ସିଏ। ତ ଆପଣ ଯୋଉ ଏବେ ନ୍ୟୁଜ ଟା ଚାଲିଛି ଯେ ସେଇ ପିଲା, ସେ ଆପଣ ସେ ପିଲା ନୁହନ୍ତି? ନାଇଁ ନାଇଁ, ସେ ଆମ ଘର ହେଲା କେନ୍ଦୁଝର ଡିଷ୍ଟ୍ରିକ୍ଟ, ଆଜ୍ଞା ତାଙ୍କର ହେଲା ସେ ଅନୁଗୁଳ ନା ଢେଙ୍କାନାଳ କଣ ସେଟା? ଆଜ୍ଞା ତ ଅନୁଗୁଳ। ଅନୁଗୁଳ, ଆଉ ଆଜ୍ଞା। ସେଇଟା କେମିତି ହଉଛି ହେଇପାରିବ ଯେ ଆମେ ବୁଲିକି ତା ଫେସ୍ ଅଲଗା ମୋ ଫେସ୍ ଅଲଗା ପୁରା ଅଲଗା, ତ ସେଟା କେମିତି ସବୁ ଅନ୍ଧ ଲୋକ କେମିତି ସବୁ ସେମାନେ ଜାଣି ପାରୁନାହାନ୍ତି କେମିତି? ତ ଲୋକମାନେ ଆପଣଙ୍କୁ କାଇଁ ଟାର୍ଗେଟ କଲେ? ଏତେ ସାରା ଲୋକ ସୋସିଆଲ ମିଡିଆରେ ଅଛନ୍ତି, ତ ଆପଣଙ୍କୁ କାଇଁ ପଏଣ୍ଟ ଦେଇ କହିଲେ ଯେ ଏଇ ପିଲା ବୋଲି ନେଇ ଆସିଛି? ହଁ, ସେଇଟା ତ ମୁଁ କିଛି ବୁଝିପାରୁନି। ବୋଧେ ମତେ ଲାଗିଲା ଯେ ଆମର ଭିଡିଓ ବନାଏ, ମୋର ଭଲ ଭ୍ୟୁ ଆସେ, ଭାଇରାଲ ବି ହୁଏ। ଆଚ୍ଛା। ତ ବୋଧେ କିଛି ସେଇଟାକୁ ଦେଖି କିଛି ତାଙ୍କର ଉଦ୍ଦେଶ୍ୟ କଣ କିଛି ଅଲଗା ଅଛି କି କାହାର ବଦନାମ କରିବା ପାଇଁ ସବୁ ଅଛି। ଯେହେତୁ ସେ ଲୋକ ଅଲଗା ଆମେ ଅଲଗା, ଆମ ପରମିସନ ବି କିଏ ନେଇନାହାନ୍ତି, ଆମ ଫଟୋ ଭିଡିଓ ହଉଛି ସେଥିରେ ମାନେ ପୋଷ୍ଟ କରିଛନ୍ତି। ଆପଣଙ୍କ ବିନା ପରମିସନ ରେ? ବିନା ପରମିସନ, ଏଇଟା ତ ହଉଛି ଯୋଉ ମାନେ ଆମ ଫ୍ୟାମିଲିରେ ବି ଡିଷ୍ଟର୍ବାନ୍ସ କେତେ ହେଇଗଲାଣି ଏଇ ସବୁ ମିଛ ନ୍ୟୁଜ ପାଇଁ। ଆଚ୍ଛା, ଆପଣ ଯେତେବେଳେ ଫାଷ୍ଟ କୋଉ ମାନେ ଚ୍ୟାନେଲରେ ଯେତେବେଳେ ଫାଷ୍ଟ ଦେଖିଲେ, ମାନେ ନ୍ୟୁଜ ଚ୍ୟାନେଲ ନା କୋଉ ଲୋକ କହିକି ପକେଇଥିଲେ? ଫାଷ୍ଟ ମତେ ହଉଛି ମୁଁ ସକାଳେ ଶୋଇଥିଲି, ଆମର ଜଣେ ରିଲେଟିଭ ମତେ ହଉଛି ସେଣ୍ଡ କଲେ ସେଟା ହଉଛି ଭାସ୍କର ନ୍ୟୁଜ ରେ ସେଟା ପୋଷ୍ଟ କରାହେଇଛି। ମାନେ ଆଚ୍ଛା। ସେ ଭାସ୍କର ନ୍ୟୁଜ ଏମିତି ଟାଇପ ର ସେ କହିଛି, ଯେମିତି ସେ ମାନେ ସେ କେସ୍ ଟା ହିଁ ମୋର ହିଁ ହେଇଛି। ଯେମିତି ଗୋଟେ କଳା ବରର କରିଥିଲା ବାପା ଲୋ, ସେଇ ଭଳିଆ ଟିକେ ଆଉ। ହଁ ବା, ସେମିତି କରିଦେଇଛନ୍ତି ଆଉ। ମୁଁ ଆଉ ଜାଣିନି, ମତେ ଫ୍ରେଣ୍ଡ ମାନେ କହୁଛନ୍ତି ଏମିତି, ତାପରେ ଦେଖିଲା ବେଳକୁ ସେ ଭାସ୍କର ନ୍ୟୁଜ ଏ ସବୁ ମାନେ ତାମସା କରିଛି। ଆଚ୍ଛା ଆଚ୍ଛା, ତ ସେ ଆପଣ କାହା ପରମିସନ ନେଇକିନା ସେ ହଉଛି କରିଛି, ମୁଁ ସେଇଟା କିଛି ବୁଝିପାରୁନି। ବର୍ତ୍ତମାନ ସେ ନ୍ୟୁଜ କଟିଗଲାଣି? ବର୍ତ୍ତମାନ ତ ସେଟା ମୁଁ ଜାଣିନି ଅଛି କି ନାହିଁ, କିନ୍ତୁ ହୁଁ। ତାଙ୍କ ନାଁରେ କମ୍ପ୍ଲେନ ଦବା ନିହାତି ଆବଶ୍ୟକ। ଆଚ୍ଛା, ଆପଣଙ୍କର ଏଇ ଯୋଉ କଥାକୁ ନେଇ ମାନେ ଆପଣଙ୍କ ଆଇ ଯିଏ, ଯାହାଙ୍କୁ ଲୋକ ଏବେ କହୁଛନ୍ତି ଯେ ଆପଣ ତାଙ୍କୁ ଉଠେଇ ଆଣିଛନ୍ତି ବୋଲି, ସେ ଆଇମା ବର୍ତ୍ତମାନ କଣ କହୁଛନ୍ତି? ଆପଣଙ୍କୁ ଗାଳି କରୁଥିବେ ନିହାତି? ନିହାତି ଆମ ଫ୍ୟାମିଲି ଭିତରେ ଡିଷ୍ଟର୍ବାନ୍ସ ହେଇ ସାରିଲାଣି। ଆଚ୍ଛା। କାହିଁକି ନା ଏଇଟା ଗୋଟେ ବହୁତ ଖରାପ କଥା, ସିଏ ହେଲେ ମୋର ଆଇମା, ମୁଁ ଆଜ୍ଞା ତାଙ୍କର ନାତିଆ। ଆଜ୍ଞା ତ ଏଇ ଯୋଉ ସବୁ ନ୍ୟୁଜ କରୁଛନ୍ତି ଅଲଗା ଲୋକଙ୍କ ସହିତ, ସିଏ ଏକରେ ତ ମାନେ କୋଉ କାଷ୍ଟ ର ଲୋକ ତାଙ୍କ କଥାବାର୍ତ୍ତାରୁ ହିଁ ଜଣା ପଡି ଯାଉଛି। ଆଜ୍ଞା। ସେ ତାଙ୍କୁ କେମିତି କୋଉ ଟାଇପ ର ଲୋକ ଗୁଡା ସେ ନେଇକିନା ହଉଛି ତାଙ୍କୁ ମାନେ ଆମ ଫଟୋ ଭିଡିଓ ମୋର ଏଇ ଯୋଉ କଥା ପଏଣ୍ଟ ହେଲା,
ଆଜ୍ଞା ଆମ ବିନା ପରମିଶନ ରେ ଆମ ଫଟୋ ଭିଡିଓ ସେ କାହିଁକି ୟୁଜ କରିଛନ୍ତି? ଆଚ୍ଛା, ତ ଆପଣ ତ ଭାଇରାଲ ହେଇଗଲେ ନା, ତ ଏଇ ଭାଇରାଲ ହେଇକି ଆପଣ କେତେ ଖୁସି ଅଛନ୍ତି ଆଉ କେତେ ଦୁଃଖ କରୁଛନ୍ତି ସେଇଟା କୁହନ୍ତୁ ଫାଷ୍ଟ। ଖୁସି ଦୁଃଖ କଥା ଏଇଆ ଯେ ଏକରେ କୁହନ୍ତି ଭଲ ହେଲେ ଭାଇରାଲ ହୁଅନ୍ତି, ଆଜ୍ଞା, ନହେଲେ ଏକରେ ଖରାପ ହେଲେ ଭାଇରାଲ ହୁଅନ୍ତି। ମାନେ ଯେମିତି କୁହନ୍ତି ବାଟରେ ହଗିଲେ ନା ମନ୍ଦିର ତୋଳିଲେ ନା। ହଁ ଠିକ ସେଇଭଳିଆ। ଆଜ୍ଞା ତ ଆପଣ ଆଉ ହୁଁ ଏଇଟା ଯୋଉ ହେଇଛି ଆଜ୍ଞା ଏଟା ନା ଭଲରେ ଯାଉଛି ନା ଖରାପରେ ଯାଉଛି ମୁଁ କିଛି ବୁଝିପାରୁନି। ଭଲ ଭଲ ବାଟରେ ଗଲେ, ଖରାପ ଖରାପ ବାଟରେ ଗଲେ, ଆମକୁ ମଝିରେ ଘାଣ୍ଟି ଦେଲେ। ତ ଆପଣଙ୍କୁ ଏଇ କଥାକୁ ନେଇ ବହୁତ ସାରା କଲ୍ ଆସୁଥିବ। ବହୁତ ବହୁତ ସାରା ମାନେ ହଜାର ହଜାର କଲ, ହଜାର ହଜାର ମେସେଜ। ଯେ ମୁଁ କାହାକୁ କିଛି କହି ହିଁ ପାରୁନି, ଫୋନ ରିସିଭ ଯେ କୌଣସି ଗୋଟେ ରିଲେଟିଭ ହଉ କି ସାଙ୍ଗସାଥି ହଉ ଗୋଟେ ଫୋନ ଆସୁଛି ରିସିଭ କରିଦେଲା ବେଳକୁ କଣ ନା ଆଉ ଏଇଟା କଣକିରି ନ୍ୟୁଜ, ଏଇଟା କଣକିରି ନ୍ୟୁଜ, ଏଇଟା ମାନେ ନିଜକୁ ନିଜେ ମାନେ ଗୋଟେ ଖରାପ ଲାଗିଲାଣି। ଲୋକ ଆଜ୍ଞା ଆପଣଙ୍କ ଫଟୋକୁ ନେଇ ପକେଇ ସେ ଫଟୋକୁ ନେଇ ଯୋଖି କରୁଛନ୍ତି, ତ ସେଇମାନଙ୍କୁ ଆପଣ କଣ କହିବେ? ମାନେ ଏମିତି କାହାକୁ ବଦନାମ କରିବାଟା କଣ ଠିକ? ଏଟା ହଁ ବିଲକୁଲ ଭୁଲ। ଆପଣ ଆଗେ ସଠିକ ନ୍ୟୁଜ ଟା କଣ ଜାଣନ୍ତୁ, ଆଜ୍ଞା ଦେଖନ୍ତୁ, ହୁଁ ପରେ ଯାଇକି ଯାହାକୁ ରୋଷ୍ଟ କରିବା କଥା କରନ୍ତୁ। ନ୍ୟୁଜ ବନାନ୍ତୁ, ସେ ପେପର ବାହାର କରୁ, ଯାହା କରିବା କଥା କରନ୍ତୁ। କର ସଠିକ ନ୍ୟୁଜ ଟା ଆପଣ ମାନେ ନିହାତି ଜାଣନ୍ତୁ, ତାପରେ କିଛି କରନ୍ତୁ। ତ ମାନେ ଆପଣଙ୍କ ମାନେ ଭାବନ୍ତୁ ଗୋଟେ ମାନେ ଆପଣଙ୍କ ଫେସ୍ ସହିତ ସେ ପିଲା ଯୋଉ ପିଲା ନେଇକି ପ୍ରକୃତରେ ଯାଇଛି ତା ଫେସ୍ ସହିତ ଆପଣଙ୍କ ଫେସ୍ ମିଶୁନି, କି ସେ ମାଉସୀଙ୍କ ସହିତ ଆପଣଙ୍କ ଆଇମା ଫେସ୍ ମିଶୁନି, କିନ୍ତୁ ଲୋକ ତଥାପି ନେଇକି ତାକୁ ଫଟୋ ପକେଇକି କରିଦଉଛନ୍ତି ଭିଡିଓ। ତାଙ୍କର ସବୁ କଣ ଯାଉଛି, ତାଙ୍କ ଅର୍ଥ ହଉଛି ବା ସେ ଗୋଟେ ମଜା ତାମସା ଗୋଟେ ଲାଗିଛି, କିନ୍ତୁ ଆମର ଯୋଉ ମାନ ସମ୍ମାନ ହାନି ହଉଛି ସେଇଟା ସେମାନେ ବୁଝି ପାରୁନାହାନ୍ତି। ଠିକ କହିଛନ୍ତି, ମାନେ ଭାଇରାଲ ହବା ଚକରରେ ଆଉ କିଛିଟା ପଇସା ଚକରରେ ଲୋକ ଏଠି କାହାର ମାନ ଇଜ୍ଜତ ଯାଉଛି ସେଟା କେବେ ଭାବୁନାହାନ୍ତି। ସିଏ ତ ତାଙ୍କର ଭାଇରାଲ ହେଲେ ତାଙ୍କର ଭିଉ ପାଇଁ ହଉ କି ଯେ କୌଣସି ପାଇଁ ଯାହା ପାଟିରେ ଯାହା ବାହାରିଲା ତାଙ୍କର ଗଲା କହିଲେ 53 ବର୍ଷ ହଉ, 13 ବର୍ଷ ହଉ, 23 ବର୍ଷ, ତାଙ୍କର ଯାହା ଇଚ୍ଛା ତାଙ୍କର କହିଲେ କଲେ। କିନ୍ତୁ ଯାହାକୁ ଯୋଉଟା ଯୋଉ କେସ୍ ଟା ଯୋଉଥିରେ ହେଇଛି ସେ ଅନୁଗୁଳର, ଆଜ୍ଞା ଆଉ ସେଇଟାରେ ହିଁ ସେମାନେ କଲେ ହିଁ ଠିକ ହୁଅନ୍ତା। ଆଜ୍ଞା ଅନ୍ୟ ଲୋକଙ୍କୁ ସେ ମଝିକି ଟାଣିକି ନିଜର ଭ୍ୟୁ ପାଇଁ, ପାଇଁ ଏସବୁ କରିବାକୁ ଠିକ କି? ନା ଏଇଟା ତ ବିଲକୁଲ ବି ଠିକ ନୁହଁ। କିନ୍ତୁ ଯୋଉମାନେ ବି କରୁଛନ୍ତି ଏଇଟା ଭୁଲ, କାହିଁକିନା ସଠିକ କଥାକୁ ସଠିକ ଘଟଣାକୁ ନେଇ କଲେ ସେଇଟା ଭଲ ହବ, କାହାକୁ ବଦନାମ କରିବାଟା ବି ଠିକ ନୁହଁ। ତ ବହୁତ ବଡ ଭୁଲ ଏଟା, ବହୁତ ବଡ ଭୁଲ। କାହିଁକି ନା ଆମର ଏବେ ଯୋଉ ମାନ ସମ୍ମାନ ହାନି ହଉଛି ଏବେ ନାହିଁ, ଏବେ ମତେ ଲାଗୁଛି ଏଇଟା ମୁଁ ମାର୍କେଟ ଗଲେ ବି ମାର୍କେଟରେ ଦେଖି କହୁଛନ୍ତି ଆରେ ଏରା କଣ, ଆରେ ଏରା କଣ, ଛୋଟଠୁ ଯେ ବୁଢା ଯାଏ। ମାନେ ଭାବନ୍ତୁ, ମାନେ ଭାବୁଛନ୍ତି ଆପଣ ସେଇ ପିଲା 23 ବର୍ଷର ପିଲା 53 ବର୍ଷର ମାଉସୀଙ୍କୁ ନେଇଯାଇଛନ୍ତି ବୋଲି। ଟଙ୍କା ପଇସା ସୁନା ଜମି ବାଡି ସବୁ ନେଇଯାଇଛନ୍ତି। ସବୁ ମୁଁ ନେଇଯାଇଛି। ଆଚ୍ଛା ଭାଇ, ସେ ପଇସା ପତ୍ର ସବୁ ରଖିଛ ନା କଣ କଲ? ହଁ ସେ ପଇସା ସବୁ ରଖିଛି ଆଉ। ଘର କରିଦବ ଆଉ। ନାଇଁ ବର୍ତ୍ତମାନ ଏଇଟା ଆକ୍ଚୁଆଲି ମାନେ ଗୋଟେ ବହୁତ ଖରାପ କଥା। କାହାକୁ ନେଇ ଏମିତି ବହୁତ ଖରାପ, ବହୁତ ଖରାପ। ସେ ଯୋଉ ଢେଙ୍କାନାଳିଆ ପିଲା ଆଉ ସେ ଢେଙ୍କାନାଳିଆ ବୁଢୀ, ସେମାନେ ଯଦି ବି ମୁଁ ଟିକେ ସେମାନଙ୍କୁ ଦେଖନ୍ତି, ମୁଁ ସେମାନଙ୍କୁ ପଚାରନ୍ତି ଭାଇ ତମେ ଯାହା ତ କଲ କଲ, ଆଉ ଆମକୁ କାହିଁ ବଦନାମ କଲ? ଭାଇ ଆପଣ ଗୋଟେ ଆଲବମ କରିଦିଅନ୍ତୁ ଡାଇରେକ୍ଟ। କାହା ସହିତ କରିବି? ଆଇ ମାଙ୍କ ସହିତ। ନା ଆମେ ତ ଆଉ କରିବୁନି କେବେ। ଆମେ ଲୋକ ତ ଆଉ କେବେ ଭିଡିଓ କରିବୁନୁ। ମାନେ ଆଉ ଲୋକ ଯଦି ସେଇ ଢେଙ୍କାନାଳିଆ ମାଉସୀ ଯଦି ଦେଖା ହୁଅନ୍ତେ ତାଙ୍କ ସହିତ ମୁଁ କରନ୍ତି। ସତରେ ହେଇଯାଆନ୍ତା ଆଉ, ଗୋଟେ ମିଛ ହେଇଛି ଗୋଟେ ସତରେ ବନେଇ ଦେଇଥାନ୍ତେ। ହଁ ସେ ଢେଙ୍କାନାଳିଆ ମାଉସୀ ଯଦି ଦେଖା ହୁଅନ୍ତେ, ମୁଁ ତାଙ୍କ ସହିତ ଗୋଟେ କଣ 2-3ଟା ଖଣ୍ଡ ଆଲବମ ବନେଇ ଦିଅନ୍ତି। ତ ବହୁତ ଜଲଦି ଦେଖା ହଉ, ତ ଆପଣ ତ ବାହା ହେଇଛନ୍ତି ନା? ବାହା ହେଲେ ବି ତାକୁ ସାଇଡ କରିକି ମୁଁ ସେ ଆଗେ ମାଉସୀଙ୍କ ସହିତ ଗୋଟେ ଭିଡିଓ ବନାନ୍ତି ଆଲବମ। ଯାହା ଆପଣଙ୍କ କଥା ସତ ହଉ, ଆପଣଙ୍କ ଇଚ୍ଛା ପୂରଣ ହଉ। କିନ୍ତୁ ଯୋଉମାନେ ଆପଣ ବର୍ତ୍ତମାନ ସୋସିଆଲ ମିଡିଆରେ ବର୍ତ୍ତମାନ ଆମର ରେକର୍ଡିଂ ଚାଲିଛି, ତ କଣ କହିବେ ସେମାନଙ୍କୁ? ସେମାନଙ୍କୁ ସବୁ କହିବା ପାଇଁ ଚାହୁଁଛି, ସମସ୍ତେ ଯୋଉ ଭାଇ ମାନେ ଭଉଣୀ ମାନେ ସବୁ ଏମିତି ରୋଷ୍ଟ କରୁଛନ୍ତି। ଆଜ୍ଞା। ଆଉ ଫାଷ୍ଟ ଆପଣ ମାନେ ଦେଖନ୍ତୁ ଯେ ସତ ନ୍ୟୁଜ କୋଉଟା, ଅରିଜିନାଲ କୋଉଟା, ସେଇଟା ସବୁ ଦେଖନ୍ତୁ, ଜାଣନ୍ତୁ, ତାପରେ କାହା ଉପରେ ରୋଷ୍ଟ କରନ୍ତୁ। ଏଇ ଯୋଉ ମିଛ ସବୁ ରୋଷ୍ଟ କରୁଛନ୍ତି, ଆଜ୍ଞା କାହାର ମାନ ସମ୍ମାନ ଯାଉଛି, କାହାର ଫ୍ୟାମିଲି ବି ଅଛି, ସେମାନଙ୍କ ଉପରେ କଣ ବିତୁଥିବ, କଣ ସେମାନେ ମାନେ ସେମାନଙ୍କର ମନୋଭାବ କଣ, ତାଙ୍କ ଫ୍ୟାମିଲି କେତେ ପ୍ରୋବ୍ଲେମ ଡିଷ୍ଟର୍ବାନ୍ସ ହଉଥିବ, ଯେମିତି ବର୍ତ୍ତମାନ ମୋର ହେଲାଣି। ଆଜ୍ଞା। ସେଇଟା ମୁଁ କହିବା ପାଇଁ ଚାହୁଁଛି, ଦେଖି ଚାହିଁକି ଏସବୁ କରନ୍ତୁ। କିଛିଟା
ଭିୟୁ ପାଇଁ ପଇସା ପାଇଁ ଏଇ ସବୁ ଭାଇରାଲ ପାଇଁ ଏସବୁ ଜମା ବି ଆଦୌ କରନ୍ତୁନି। ଖାଲି ମୋ ପାଇଁ ନୁହଁ କାହାର ବି ସେମିତି କରନ୍ତୁନି, କାହିଁକି ନା ଏଟା ବହୁତ ଖରାପ। ଆଜ୍ଞା ବର୍ତ୍ତମାନ ମୋର କୋଉ ସିଚୁଏସନ ସେଟା ମୁଁ ହିଁ ବୁଝିପାରୁଛି। ଯୋଉଠି ଗଲେ ସେଇଆ, ଯୋଉଠି ଗଲେ ସେଇଆ, ମୋବାଇଲ ଖୋଲିଲେ ହିଁ ସେଇଟା। ଆଜ୍ଞା ତ ଦୟାକରି ଏସବୁ ଦେଖି ଚାହିଁକି ଟିକେ କରନ୍ତୁ। ଆଜ୍ଞା ତ ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ ସତ କଥା କହିଥିବାରୁ। ଲୋକ ଯୋଉଟା ଭାବୁଛନ୍ତି ଏ ଭିଡିଓ ମାଧ୍ୟମରେ କିଛି ଲୋକ ଜାଣିଯିବେ ନାହିଁ ଯେ ସେ ପିଲା ନୁହନ୍ତି, ଏଇଟା ଗୋଟେ ଆଜ୍ଞା। ଫେକ୍ ନ୍ୟୁଜ, କାହାକୁ ବଦନାମ କରିବାଟା ବି ଠିକ ନୁହଁ। ତ ବହୁତ ବହୁତ ଧନ୍ୟବାଦ ଭାଇ ସମୟ ଦେଇଥିବାରୁ। ଆଉ ଗୋଟେ କଥା କହିବା ପାଇଁ ଚାହୁଁଛି ଆଜ୍ଞା ଲାଷ୍ଟରେ, ଆଜ୍ଞା ଯୋଉ ଆମର ଭାସ୍କର ନ୍ୟୁଜ ଅଛି ଆଜ୍ଞା ଆଉ ସିଏ ଯୋଉ ରୋଷ୍ଟର ଭାଇ ମାନଙ୍କଠୁ ସିଏ ଟିକେ ବହୁତ ଉପରେ ରହୁଛନ୍ତି। ଆଉ ଦୟା କରି ତାଙ୍କର ରିପୋର୍ଟର ହୁଅନ୍ତୁ, ତାଙ୍କ ସାର୍ ହୁଅନ୍ତୁ, ତାଙ୍କ ଯିଏ ବି ଅଛନ୍ତି, ତାଙ୍କ ଏଇ ଭିଡିଓ ଟା ଯଦି ଏଇ ଭଏସ ଟା ଯଦି ତାଙ୍କ ପାଖରେ ପହଞ୍ଚି ପାରୁଛି ଆହୁରି ଭଲ କଥା। ଆପଣ ମାନେ ଦୟାକରି ଏସବୁ କରନ୍ତୁନି। ଖାଲି ଆପଣ ମାନେ ଯୋଉ ସବୁ କରିଥିଲେ ମୋ ବିଷୟରେ, ଖାଲି ମୁଁ ବୋଲି ଏପର୍ଯ୍ୟନ୍ତ ଚୁପ୍ ଅଛି। ଆଜ୍ଞା ଆଉ ଯିଏ ହେଇଥାନ୍ତା ଆପଣଙ୍କ ନାଁରେ କଣ ନାହିଁ କଣ ଏତେବେଳକୁ ହେଇସାରନ୍ତାଣି। ତଥାପି ମୁଁ ଚୁପ୍ ରହିବିନି, ଆଜ୍ଞା କାହିଁକି ନା ମୋର ଯେତିକି ମାନ ସମ୍ମାନ ହାନି ହେଇଛି ମୁଁ ଚୁପ୍ ରହିବିନି। ଆଗକୁ ଆହୁରି ବହୁତ କିଛି କରେ। ଆଜ୍ଞା ତ ଆପଣ ମାନେ ଭାସ୍କର ପ୍ରଥମେ ପକେଇ ଦେଇଛି ଆପଣଙ୍କ ଭିଡିଓଟିକୁ। ମୋର ଯଦି ଆଜି କିଛି ବି ପ୍ରୋବ୍ଲେମ ହେଇଛି ପ୍ରଥମ ଦାୟୀ ହେଲା ଭାସ୍କର। ଆଚ୍ଛା ହଉ ଠିକ ଅଛି ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମକୁ ସମୟ ଦେଇଥିବାରୁ। ସତଟା ବି ଲୋକ ଜାଣିପାଇଲେ। ଆଉ କିଛି କହିବାକୁ ଆଜ୍ଞା ଚାହିଁବେ? ନାଇଁ ମ୍ୟାଡ଼ାମ। ଆଜ୍ଞା ରହୁଛି ଭାଇ। ଆଜ୍ଞା। ଆଜ୍ଞା।